ମୂଲିଆ ପୁଅ ରାଜା ହେଲା। ଓଡ଼ିଶା ମୁଲକର ଛୋଟ ଗାଁଟିଏ। ଜଣେ ମୂଲିଆ ତା ସ୍ତ୍ରୀ ସହ ସେହି ଗାଁରେ ରହେ। ନିଜର ସନ୍ତାନ ନଥିବାରୁ ନିତି ସେ ପ୍ରଭୁଙ୍କୁ ଡାକେ। ପ୍ରଭୁ ତାଙ୍କ ଡାକ ଶୁଣିଲେ। କିଛି ଦିନ ପରେ ଗୋରା ତକତକ ଡଉଲ ଡାଉଲ ପୁଅଟିଏ ତାଙ୍କର ହେଲା। ଶ୍ରଦ୍ଧାରେ ସେମାନେ ତା ନାଁ ରଖିଲେ କପିଳା। ପିଲାଟି ଦିନକୁ ଦିନ ଚନ୍ଦ୍ରକଳା ଭଳି ବଢ଼ିବାକୁ ଲାଗିଲା। ବଡ଼ ହେବାରୁ ପିତାମାତା ଜଣେ ଜମିଦାରଙ୍କ ଘରେ ଗାଈ ଜଗିବା କାମ କରିବାକୁ ଛାଡ଼ିଦେଲେ। କପିଳା ଗାଈ ଜଗିବା ସହିତ ବାଡ଼ି ଖେଳରେ ବହୁତ ନିପୁଣ ହେଲା। ଲୋକେ ତା ବାଡ଼ି ଖେଳ ଦେଖି ବାଃ ବାଃ କଲେ। କହିଲେ, ଏ ତ ବାଡ଼ି ଛାଡ଼ି ଖଣ୍ଡା ଧରିଲେ ଜଗତକୁ ଜିଣିବ। ଏକଥା ଶୁଣି ମା'ର ଛାତି କୁଣ୍ଡେ ମୋଟ ହୋଇଯାଏ। ପ୍ରଭୁ ଚକାଡୋଳାଙ୍କ ନୀଳଚକ୍ରକୁ ଚାହିଁ ହାତ ଯୋଡ଼ି କୃତଜ୍ଞତା ଜଣାଏ। କପିଳା ଗାଈ ଜଗିବା ସମୟରେ ସେହି ଗାଁର କାଶିଆ ବୋଲି ଗୋଟିଏ ପିଲା ସହିତ ଭେଟ ହୁଏ। ଦୁହେଁ ସଙ୍ଗାତ ବସିଲେ। ଏହା ପରଠାରୁ ଦୁହେଁ ଏକାଠି ଖେଳନ୍ତି, ବୁଲନ୍ତି ଓ ମଉଜ କରନ୍ତି। ପିଜୁଳିଟିଏ ମିଳିଲେ ଦୁହେଁ ଏହାକୁ ସମାନ 2 ଭାଗ କରି ଖାଆନ୍ତି। ଦିନକର କଥା। ଦୁହେଁ ଜଙ୍ଗଲକୁ ଗାଈ ଜଗିବାକୁ ଯାଇଥିଲେ। ବୈଶାଖ ମାସ ଉଦୁଉଦିଆ 2 ପ୍ରହର। କପିଳା ଖାଇସାରି ପାଖରେ ଥିବା ଆମ୍ବ ଗଛ ତଳେ ବିଶ୍ରାମ ନେଉ ନେଉ ଶୋଇ ପଡ଼ିଲା। ଆମ୍ବ ଗଛ ପାଖରେ ଗାତଟିଏ ଥିଲା। ସେଥିରୁ ଗୋଟିଏ ବିରାଟ ନାଗସାପ ବାହାରି ଆସି କପିଳାର ମୁଣ୍ଡ ଉପରେ ଛତା ଭଳି ଫଣା କରି ଜଗି ରହିଲା। ସେତିକି ବେଳକୁ କାଶିଆ କପିଳା ପାଖକୁ ଆସୁଥିଲା। ନାଗସାପ ନିଜ ସଙ୍ଗାତ ମୁଣ୍ଡ ଉପରେ ଫଣା ଟେକି ଛତା ଭଳି ରହିଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା। ସେ ଜୋରରେ ପାଟି କରି ତାଳି ମାରିଲା। ନାଗସାପଟି ଧୀରେ ଧୀରେ ଯାଇ ଗାତ ଭିତରକୁ ପଶିଗଲା। କପିଳା କିନ୍ତୁ ଉଠି ବସିଲା। ସଙ୍ଗାତ କାଶିଆ କପିଳାକୁ ନାଗସାପ କିପରି ତା ମୁଣ୍ଡ ଉପରେ ଫଣା ଟେକି ରହିଥିଲା ତାହା କହିଲା। ସେ ପୁଣି କହିଲା, ମୋ ଜେଜେବାପା କହନ୍ତି, ଯାହା ଉପରେ ସାପ ଏପରି କରିବ ସେ ନିଶ୍ଚୟ ରାଜା ହେବ। କପିଳା ସଙ୍ଗାତ କଥା ଶୁଣି ହସିଲା। କହିଲା, ମୁଁ ଯଦି ରାଜା ହେବି ତୁମକୁ ମୋ ମନ୍ତ୍ରୀ କରିବି। ଏମିତି କିଛି ଦିନ ବିତିଗଲା। ଜ୍ୟେଷ୍ଠ ମାସ ଯାଇ ଆଷାଢ଼ ମାସ ହେଲା। 2 ପରିବାର ରଥଯାତ୍ରା ଦେଖିବାକୁ ପୁରୀରେ ପହଞ୍ଚିଲେ। ଲକ୍ଷ ଲକ୍ଷ ଲୋକ ଘଣ୍ଟ, ଶଙ୍ଖ, ମହୁରୀ, ତୁରୀ ଓ ମୃଦଙ୍ଗରେ ବଡ଼ଦାଣ୍ଡ କମ୍ପୁଥିଲା। ହଠାତ୍ କେଉଁଆଡ଼ୁ ଲୋକଙ୍କ ଲହର ତାଙ୍କ ପରିବାର ଆଡ଼କୁ ମାଡ଼ି ଆସିଲା। କପିଳା 2 ପରିବାରଠାରୁ ଅଲଗା ହୋଇଗଲା। ଯେତେ ଖୋଜିଲେ ମଧ୍ୟ କପିଳା ଆଉ ମିଳିଲା ନାହିଁ। ମନ ଦୁଃଖରେ ସେମାନେ ଘରକୁ ଫେରିଲେ। ଉତ୍କଳର ରାଜା ସେତେବେଳକୁ ଅପୁତ୍ରକ ଥିଲେ। ପୁଅଟିଏ ପାଇବା ପାଇଁ ଦିନରାତି ପ୍ରଭୁଙ୍କୁ ଡାକୁଥିଲେ। ଦିନେ ରାତିରେ ରାଜାଙ୍କୁ ସ୍ୱପ୍ନରେ ଦେଖାଦେଇ ମହାପ୍ରଭୁ କହିଲେ, ରାଜା, ତୁମେ କାଲି ସକାଳୁ ଶ୍ରୀମନ୍ଦିର ସାମ୍ନା ଗରୁଡ଼ ଖମ୍ବ ନିକଟକୁ ଯାଅ। ଦେଖିବ ସେଠାରେ ଜଣେ ଖପରା କୋରି ଅଭଡ଼ା ଖାଉଥିବ। ତାକୁ ତୁମେ ପୁତ୍ର ଭାବେ ଗ୍ରହଣ କର। ପ୍ରଭୁଙ୍କ ସ୍ୱପ୍ନାଦେଶ କ୍ରମେ ସକାଳୁ ସକାଳୁ ରାଜା ପାରିଷଦ ଓ ମନ୍ତ୍ରୀଙ୍କ ସହ ଗରୁଡ଼ସ୍ତମ୍ଭ ନିକଟରେ ପହଞ୍ଚିଗଲେ। ସତକୁ ସତ ବାଳକଟିଏ ଖପରା କରି ଅଭଡ଼ା ଖାଉଥିବାର ଦେଖିଲେ। ପିଲାଟିର ଆକର୍ଷଣୀୟ ଚେହେରା ସାଙ୍ଗକୁ ରାଜପୁତ୍ର ହେବାର ଲକ୍ଷଣ ସମସ୍ତଙ୍କୁ ଆକର୍ଷିତ କଲା। ସେ ତାକୁ ଧରି ରାଜନଅରକୁ ଫେରି ଆସିଲେ। ମହାପ୍ରଭୁଙ୍କ କୃପାରୁ ପିଲାଟିଏ ପାଇଥିବାରୁ ତାର ଉପଯୁକ୍ତ ଲାଳନ ପାଳନ କରିବା ସହିତ ତାକୁ ଯୁଦ୍ଧ ବିଦ୍ୟା, ଘୋଡ଼ା ଚଢ଼ା, ଖଣ୍ଡା ଯୁଦ୍ଧ ଆଦି ଶିକ୍ଷା ଦେବାକୁ ମନ୍ତ୍ରୀଙ୍କୁ କହିଲେ। କପିଳା ସବୁ ଦିଗରେ ରାଜାଙ୍କୁ ଆକର୍ଷିତ କଲା। ଖୁସି ହୋଇ ରାଜା ମନ୍ତ୍ରୀଙ୍କୁ କହି ତା ମୁଣ୍ଡରେ ଶିରିପା ବାନ୍ଧି ନିଜର ସେନାପତି ଭାବେ ନିଯୁକ୍ତି ଦେଲେ। ତାଙ୍କ ଅନ୍ତେ କପିଳା ରାଜ୍ୟର ରାଜା ହେବ ବୋଲି
ମଧ୍ୟ ଘୋଷଣା କଲେ। ଦିନକୁ ଦିନ ରାଜା କପିଳେନ୍ଦ୍ରଙ୍କ ବୀରତ୍ୱର ଖ୍ୟାତି ସବୁଆଡ଼େ ବଢ଼ିବାକୁ ଲାଗିଲା। ଉତ୍କଳର ସୀମାକୁ ସେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବଢ଼ାଇ ଦେଇ ନିଜର କୀର୍ତ୍ତି ଧ୍ୱଜା ଉଡ଼ାଇଲେ। ବୀର ଶ୍ରୀଗଜପତି ଗୌଡ଼େଶ୍ୱର, ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର, ବୀରାଧିବୀରବର, ପ୍ରବଳ ପ୍ରତାପୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବଙ୍କ ଜୟ ଜୟକାର ଚାରିଆଡ଼େ ଶୁଣାଗଲା। ହଠାତ୍ ଦିନେ କପିଳେନ୍ଦ୍ର ଦେବଙ୍କ ନିଜ ସଙ୍ଗାତ କାଶିଆ କଥା ମନେ ପଡ଼ିଲା। ସେ ଦୂତ ପଠାଇ କାଶିଆକୁ ଦରବାରକୁ ଡକାଇଲେ। ରାଜ ଦରବାରରେ ପହଞ୍ଚି କାଶିଆ ଡରିଗଲା। ମାତ୍ର କପିଳେନ୍ଦ୍ର ଦେବ ନିଜ ସିଂହାସନରୁ ଉଠି ଆସି ପିଲାଦିନର ସାଥୀ କାଶିଆକୁ ପାଛୋଟି ନେଲେ। ସେ ପିଲାଦିନ କଥା ସ୍ମରଣ କରାଇ କାଶିଆକୁ କହିଲେ, ମୁଁ ପରା କଥା ଦେଇଥିଲି ମୁଁ ରାଜା ହେଲେ ତୁମକୁ ମନ୍ତ୍ରୀ କରିବି। ଆଜି ସେଦିନ ଆସିଛି, ତୁମେ ମୋର ମନ୍ତ୍ରୀ। କାଶିଆ ମୁଣ୍ଡରେ ମନ୍ତ୍ରୀର ଶିରିପା ବନ୍ଧା ହେଲା। କାଶିଆ କପିଳା ରାଜା ଓ ମନ୍ତ୍ରୀ ହୋଇ ଉତ୍କଳରେ ରାଜତ୍ୱ କଲେ। କାଳ କାଳକୁ କଥା ରହିଲା, ମୂଲିଆ ପୁଅ ରାଜା ହେଲା।